କିଛି ବନ୍ଧୁ ପ୍ରଶ୍ନ କରିଛନ୍ତି, ଏବେ ଚାଲିଥିବା ଇରାନ, ଇସ୍ରାଏଲ ଓ ଆମେରିକା ଯୁଦ୍ଧର ଜ୍ୟୋତିଷୀୟ ଯୋଗ କ'ଣ ହୋଇପାରେ? ଜୟ ଜଗନ୍ନାଥ। ନମସ୍କାର। ତପନ। ଭୟଙ୍କର ଅଙ୍ଗାରକ ଯୋଗ ଏବଂ ଇରାନ ଓ ଆମେରିକା ଓ ଇସ୍ରାଏଲ ଯୁଦ୍ଧ। ଅନ୍ତରିକ୍ଷ ବା ମହାଶୂନ୍ୟରେ ଘଟିଛି ଯୁଦ୍ଧଖୋର ଗ୍ରହ ମଙ୍ଗଳ ଏବଂ ଘାତକ ଗ୍ରହ ରାହୁ ମହାଗ୍ରହଙ୍କର ଅଦ୍ଭୁତ ସଂଯୋଗ। ଗ୍ରହ ଜଗତର ଅନ୍ୟତମ ପାପୀ ଗ୍ରହ ଶନି ମହାଗ୍ରହଙ୍କର ରାଶି କୁମ୍ଭ ରାଶିରେ ଘଟିଛି ଏହି ଦୁଇ ମହାଗ୍ରହ ମଙ୍ଗଳ ଓ ରାହୁ ମହାଗ୍ରହଙ୍କର ସଂଯୋଗ। ଏହା ସାଙ୍ଗକୁ ଗତ ମାର୍ଚ୍ଚ ମାସ 3 ତାରିଖ ମଙ୍ଗଳବାର ଦିନ କୁମ୍ଭ ରାଶିର ସପ୍ତମ ଭାବ ସିଂହ ରାଶିରେ ସମ୍ପନ୍ନ ହୋଇଛି କେତୁ ମହାଗ୍ରହଙ୍କ ଦ୍ୱାରା ଗ୍ରସିତ ଚନ୍ଦ୍ରଗ୍ରହଣ। କୁମ୍ଭ ରାଶିରେ ମଙ୍ଗଳ, ରାହୁ ଓ ସୂର୍ଯ୍ୟ, ଆରପଟେ କୁମ୍ଭ ରାଶିର ଠିକ୍ 180 ଡିଗ୍ରୀରେ ଚନ୍ଦ୍ର କେତୁଯୁକ୍ତ ବଡ଼ ଭୟଙ୍କର ଗ୍ରହସ୍ଥିତି। ଜ୍ୟୋତିଷୀୟ ଆକଳନ ଅନୁସାରେ ଏହିଭଳି ଗ୍ରହସ୍ଥିତି ଉପୁଜିଲେ ପୃଥିବୀ ପୃଷ୍ଠ ଉପରେ ଯୁଦ୍ଧର ଭୀଷଣ ବିଭୀଷିକା ଦେଖାଯାଇଥାଏ। ଦେଶ ଦେଶ ଭିତରେ ଭୟଙ୍କର ଯୁଦ୍ଧ ଲାଗିଯାଏ। ଦେଶର ରାଜା ବା ସର୍ବୋଚ୍ଚ ଶାସନକର୍ତ୍ତା ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଏବେ ସେହି ଘଟଣା ହିଁ ଘଟିଛି। ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ଗତ ଫେବୃଆରୀ 28 ତାରିଖ ରାତ୍ରିରେ ଆମେରିକା ଓ ଇସ୍ରାଏଲ ଉଭୟ ଦେଶ ମିଶି ଆକ୍ରମଣ କରିଦେଲେ ଇରାନ ଉପରେ। ଏପିକ୍ ଫ୍ୟୁରି ନାମକ ଏହି ଭୟଙ୍କର ବିମାନ ଓ ମିସାଇଲ ଆଟାକରେ ଇରାନ ଭୀଷଣ କ୍ଷତିଗ୍ରସ୍ତ ହେଲା ସତ, କିନ୍ତୁ ଅଳ୍ପ ସମୟର ବ୍ୟବଧାନ ପରେ ଇରାକ ମଧ୍ୟ ପ୍ରତି ଆକ୍ରମଣ ଆରମ୍ଭ କରିଦେଲା। ଇରାନର ଦୂରଗାମୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଲା ଇସ୍ରାଏଲର ବିଭିନ୍ନ ସହର। ଏହା ସହିତ ଆରବ ଜଗତର ବିଭିନ୍ନ ଦେଶ, ସଉଦି ଆରବ, କାତାର, କୁଏତ ଓ ଦୁବାଇ ଭଳି ଦେଶରେ ରହିଥିବା ଆମେରିକାର ଦୂତାବାସ ଓ ବିଭିନ୍ନ ବାଣିଜ୍ୟିକ ସଂସ୍ଥା ମଧ୍ୟ ଇରାନର ଏହି ଡ୍ରୋନ୍ ଓ ମିଜାଇଲ ମାଡ଼ରେ ସମ୍ପୂର୍ଣ୍ଣ ଛାରଖାର ହୋଇଗଲେ। ବାହାରିନ୍ ଦେଶରେ ରହିଥିବା ଆମେରିକାର ପଞ୍ଚମ ନୌଭେଳା ମଧ୍ୟ ଭୀଷଣ ଭାବେ କ୍ଷତିଗ୍ରସ୍ତ ହେଲା। ଦିନକୁ ଦିନ ଏହି ଯୁଦ୍ଧ ଭୀଷଣ ରୂପ ଧାରଣ କରୁଛି। ଗ୍ରହ ନକ୍ଷତ୍ରମାନଙ୍କର ସଂଯୋଗରେ ସଂଘଟିତ ଏହି ଯୁଦ୍ଧର ବିଭୀଷିକା ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନା ସୃଷ୍ଟି କଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଗାମୀ 2026 ମସିହା ଅପ୍ରେଲ ମାସ 2 ତାରିଖ ଦିନ ମଙ୍ଗଳ ମହାଗ୍ରହ କୁମ୍ଭ ରାଶି ପରିତ୍ୟାଗ କରି ମୀନ ରାଶିରେ ପ୍ରବେଶ କଲେ ହୁଏତ ଯୁଦ୍ଧ ସାମୟିକ ଭାବେ ବନ୍ଦ ହେବାର ସମ୍ଭାବନା ଦେଖାଯିବ, କିନ୍ତୁ ତା ପୂର୍ବରୁ ଯୁଦ୍ଧ ବନ୍ଦ ହେଲା ଭଳି ଦେଖାଯାଉ ନାହିଁ। ଗ୍ରହ ନକ୍ଷତ୍ରମାନଙ୍କର ମାନବ ସଭ୍ୟତା ଉପରେ କି ଚମତ୍କାର ପ୍ରଭାବ! ଜୟ ଜଗନ୍ନାଥ। ନମସ୍କାର। ତପନ।